ନମସ୍କାର ଭକ୍ତ ମାନେ, ଜୟ ମା ମଙ୍ଗଳା। ଭଉଣୀ ମାନେ, କ୍ୟୁଟି ପାଇ 2.08 ଚ୍ୟାନେଲକୁ ସ୍ୱାଗତ। ଆଜିର ଦୀର୍ଘ ଭିଡ଼ିଓରେ ଆମେ ଶୁଣିବୁ ଆଶ୍ୱିନ ମାସର ପବିତ୍ର ମଙ୍ଗଳବାରର କଥା, ଏହାର ଇତିହାସ, ପୌରାଣିକ ଗଳ୍ପ, ପାଳନ ଓ ପ୍ରକ୍ରିୟା ଓ ମହିମା। ମା ମଙ୍ଗଳାଙ୍କ ଅନୁଗ୍ରହରେ ଘରେ ଶୁଭ, ସନ୍ତାନ ସୁଖ, ଧନଧାନ୍ୟ ଓ ଶାନ୍ତି ବସିଥାଏ। ତେଣୁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟରେ ଜୟ ମା ମଙ୍ଗଳା ଲେଖନ୍ତୁ ଓ ଆମ ଚ୍ୟାନେଲ କ୍ୟୁଟି ପାଇ 2.08କୁ ସବସ୍କ୍ରାଇବ୍ କରନ୍ତୁ। ବ୍ରତର ମହତ୍ତ୍ୱ। ଆଶ୍ୱିନ ମାସ ହିନ୍ଦୁ ପଞ୍ଜିକାରେ ଏକ ପବିତ୍ର ମାସ। ଏହି ସମୟରେ ବିଭିନ୍ନ ପୂଜା, ପର୍ବ, ବ୍ରତ, ଉପବାସ ପାଳନ ହୁଏ। ତା ମଧ୍ୟରୁ ମଙ୍ଗଳବାର ବିଶେଷ ପ୍ରସିଦ୍ଧ। ମଙ୍ଗଳ ଶବ୍ଦର ଅର୍ଥ ଶୁଭ, ସମୃଦ୍ଧି, ଆନନ୍ଦ ଓ ଶାନ୍ତି। ଭକ୍ତମାନଙ୍କ ବିଶ୍ୱାସ, ଏହି ବ୍ରତ ପାଳନ କଲେ ପରିବାରର ସମସ୍ତ କଷ୍ଟ ଦୂରିଯାଏ, ଧନଧାନ୍ୟ ବୃଦ୍ଧି ହୁଏ ଓ ସନ୍ତାନ ସୁଖ ମିଳେ। ପୌରାଣିକ କଥା। ଏକ ସମୟରେ ଗୋଟିଏ ଗାଁରେ ଗରିବ ବ୍ରାହ୍ମଣ ଦମ୍ପତି ରହୁଥିଲେ। ସେମାନେ ଭକ୍ତିଶୀଳ ହୋଇଥିଲେ, କିନ୍ତୁ ଦୁଇଟି ବଡ଼ ଦୁଃଖରେ ରହୁଥିଲେ, ଗରିବୀ, ସନ୍ତାନହୀନତା। ଗୋଟିଏ ରାତିରେ ବ୍ରାହ୍ମଣୀ ସ୍ୱପ୍ନରେ ଦେଖିଲେ ମା ମଙ୍ଗଳା ସାକ୍ଷାତ ପ୍ରକାଶିତ ହେଇ ରହୁଛନ୍ତି। ହେ ମୋର କନ୍ୟା, ଆଶ୍ୱିନ ମାସର ପ୍ରତ୍ୟେକ ମଙ୍ଗଳବାରେ ନିରାହାର ଉପବାସ ରହି ମୋତେ ପୂଜା କର। ମୋର କଥା ଶୁଣିବୁ, ତାହେଲେ ତୁମର ଦୁଃଖ ଦୂରିବ ଓ ସନ୍ତାନ ସୁଖ ଲାଭ ହେବ। ସକାଳେ ବ୍ରାହ୍ମଣୀ ସେହି ସ୍ୱପ୍ନର କଥା ପତିଙ୍କୁ କହିଲେ। ସେମାନେ ପବିତ୍ର ମନରେ ପ୍ରତ୍ୟେକ ମଙ୍ଗଳବାରରେ ବ୍ରତ ପାଳନ କରିଲେ। କିଛି ଦିନ ପରେ ମାଙ୍କ ଅନୁଗ୍ରହରେ ସେମାନଙ୍କ ଘରେ ସୁନ୍ଦର ପୁଅ ସନ୍ତାନ ଜନ୍ମିଲା। ସେଠିଠାରୁ ମଙ୍ଗଳବାର ବ୍ରତ ପ୍ରଚଳିତ ହୋଇଗଲା। ଅନନ୍ୟ ଗଳ୍ପ ବା ଭକ୍ତିମୟ କଥା। କୁହାଯାଏ, ଏକଥର ଗୋଟିଏ ବ୍ୟାପାରୀ ସମୁଦ୍ର ଯାତ୍ରା ପୂର୍ବରୁ ମଙ୍ଗଳବାର କରୁଥିଲେ। ସେମାନଙ୍କ ଜାହାଜ ବିପଦରେ ପଡ଼ିଲା। ସମସ୍ତେ ଡୁବିଗଲେ, କିନ୍ତୁ ସେହି ବ୍ୟାପାରୀ ମାଙ୍କ ଅନୁଗ୍ରହରେ ରକ୍ଷା ପାଇଲେ। ସେଠିଠାରୁ ବ୍ୟାପାରୀମାନେ ମଧ୍ୟ ଯାତ୍ରା ପୂର୍ବରୁ ମାଙ୍କୁ ପୂଜା କରନ୍ତି। ଏହିଭଳି ଅନେକ କଥା ଅଛି। ବିଧବା ସ୍ତ୍ରୀମାନେ ବ୍ରତ କରି ନୂତନ ଜୀବନରେ ସୁଖୀ ହୋଇଥାନ୍ତି। ନିଃସନ୍ତାନା ସ୍ତ୍ରୀମାନେ ବ୍ରତ କରି ସନ୍ତାନ ସୁଖ ପାଇଥାନ୍ତି। ଗରିବ ପରିବାର ବ୍ରତ କରି ସମୃଦ୍ଧି ଓ ଧନଧାନ୍ୟ ପାଇଥାନ୍ତି। ପାଳନ ପ୍ରକ୍ରିୟା। ସ୍ନାନ ଓ ପବିତ୍ରତା। ବ୍ରତ ସକାଳୁ ସ୍ନାନ କରି ସଫା ବସ୍ତ୍ର ପିନ୍ଧନ୍ତି। ମଣ୍ଡପ ସଜା। ମାଙ୍କ ପାଇଁ ମଣ୍ଡପ କରାଯାଏ। ଲାଲ ବସ୍ତ୍ର, ଫୁଲ, ପାନ, ନଡ଼ିଆ, ଚକୁଳି, ପିଠା, ପଣା, ଫଳ ରଖାଯାଏ। ଉପବାସ। ଦିନଭରି ବ୍ରତୀମାନେ ଉପବାସ କରନ୍ତି। କଥା ଶୁଣା। ସନ୍ଧ୍ୟାବେଳେ ମଙ୍ଗଳା ବ୍ରତ କଥା ପାଠ କରାଯାଏ। ପ୍ରସାଦ ସେବନ। ବ୍ରତ ସମାପ୍ତିରେ ପ୍ରସାଦ ବଣ୍ଟନ ହୋଇ ପରିବାର ସହିତ ଗ୍ରହଣ କରାଯାଏ। ମହିମା। ମା ମଙ୍ଗଳାଙ୍କ କୃପାରେ ଦାରିଦ୍ର୍ୟ ଦୂରିଯାଏ, ସନ୍ତାନ ସୁଖ ମିଳେ, ଘରେ ଶାନ୍ତି ଓ ସମୃଦ୍ଧି ବସିଥାଏ। ବ୍ୟବସାୟ, କାର୍ଯ୍ୟ, ଯାତ୍ରାରେ ସଫଳତା ମିଳେ, ରୋଗଶୋକ ନାଶ ହୁଏ। ସ୍ତୋତ୍ର ଓ ନାମାବଳୀ। ମା ମଙ୍ଗଳା ମଙ୍ଗଳଦାୟିନୀ ସର୍ବେଶ୍ୱରୀ ସର୍ବମଙ୍ଗଳା ଦୁଃଖହାରିଣୀ ସୁଖଦାୟିନୀ ଜୟ ଜୟ ମଙ୍ଗଳା ମା। ଆଜିର ପ୍ରସଙ୍ଗ। ଆଜିର ବ୍ୟସ୍ତ ଜୀବନରେ ଏଭଳି ବ୍ରତମାନେ କେବଳ ଧାର୍ମିକତା ନୁହେଁ, ଏହା ମାନସିକ ଶାନ୍ତି ଓ ପରିବାରରେ ଏକତ୍ୱ ଆଣେ। ପ୍ରତିଟି ମଙ୍ଗଳବାରେ ପରିବାରର ସମସ୍ତେ ମାଙ୍କୁ ପୂଜା କଲେ ପାରିବାରିକ ସମ୍ବନ୍ଧ ଶକ୍ତିଶାଳୀ ହୁଏ ଓ ଧାର୍ମିକତା ବୃଦ୍ଧି ପାଏ। ନମସ୍କାର ଭକ୍ତମାନେ, ଯଦି କଥାଟି ଭଲ ଲାଗୁଛି, କମେଣ୍ଟରେ ଜୟ ମା ମଙ୍ଗଳା ଲେଖନ୍ତୁ। ଭିଡ଼ିଓଟିକୁ ସେୟାର କରନ୍ତୁ, ଯାହାଦ୍ୱାରା ମାଙ୍କର ମହିମା ସମସ୍ତଙ୍କୁ ପହଞ୍ଚିବ।
ନମସ୍କାର। ଏହା ଥିଲା ଆଶ୍ୱିନ ମାସର ମଙ୍ଗଳବାରର କଥା। ମା ମଙ୍ଗଳାଙ୍କ କୃପା ସମସ୍ତଙ୍କ ଉପରେ ପଡ଼ୁ। ଆପଣମାନେ ଆମ ଚ୍ୟାନେଲ କ୍ୟୁଟିପାଇ 2.08କୁ ସବସ୍କ୍ରାଇବ୍ କରନ୍ତୁ। ଦିନ ପ୍ରତିଦିନ ନୂତନ ଭକ୍ତିମୟ କଥା ଓ ଭିଡ଼ିଓକୁ ପାଇବାକୁ। ରହିଲି ଭକ୍ତମାନେ। ଜୟ ମା ମଙ୍ଗଳା।